नमस्कार दर्शक बंधु भल खबर यूट्यूब चैनल को स्वागत। आज खबर देवस्थान पूर्णिमा ज्येष्ठ पूर्णिमा स्नान यात्रा और महाप्रभु श्री जगन्नाथଙ୍କ जन्मदिन। ज्येष्ठ शुक्ल पूर्णिमा तिथि महाराज इंद्रद्युम्न दारु ब्रह्मଙ୍କୁ प्रथम थर ପାଇଁ जलस्नान कराइथिले। ଏହା महाप्रभुଙ୍କ आद्य लीला भावे जଣାଯାଏ। ଏହି ଦିନ ଶ୍ରୀବତ୍ସ ଖଣ୍ଡଶାଳର ସ୍ନାନ ମଣ୍ଡପରେ ପାରମ୍ପରିକ ରୀତିରେ ଦେବଧ୍ୱନି ପୂର୍ବକ 108 କଳସୀ ଜଳରେ ମହାପ୍ରଭୁଙ୍କୁ ସ୍ନାନ କରାଯାଏ। ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ଉତ୍ସବ ଆଡମ୍ବରରେ ସହକାରେ ପାଳିତ ହୋଇଯାଇଛି। ସୋମବାର ସକାଳେ ମାଲକାନଗିରି ଜିଲ୍ଲା ସଦର ମହକୁମା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ସକାଳର ନୀତିକାନ୍ତି ସରିବା ପରେ ରତ୍ନବେଦୀରୁ ରାଜପୌରୋହିତ ବିନାୟକ ଶତପଥୀ, ମନ୍ଦିରର ମୁଖ୍ୟ ପୂଜକ ସନ୍ତୋଷ ନନ୍ଦ ଓ ସେବାୟତ ଅନ୍ୟାନ୍ୟ ପୂଜକ ଦଇତାପତିମାନେ ବଡ଼ ଭାଇ ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ, ଭଉଣୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରି ଶ୍ରୀମନ୍ଦିରରୁ ପାଛୋଟି ଆଣି ସ୍ନାନ ମଣ୍ଡପରେ ସ୍ଥାପନ କରିଥିଲେ। ଠାକୁରଙ୍କ ରୀତିନୀତି ଅନୁସାରେ ଶ୍ରୀବିଗ୍ରହଙ୍କୁ 108 କଳସ ସୁବାସିତ ଜଳରେ ସ୍ନାନ କରାଯାଇ ଧୂପ, ଦୀପ, ଯଜ୍ଞ ଆଳତି ପରେ ମଣ୍ଡପରେ ମିଷ୍ଟାନ୍ନ ଓ ବାଲ୍ୟ ଭୋଗ ଲଗାଯାଇଥିଲା। ସର୍ବସାଧାରଣ ଦର୍ଶନରେ ତିନି ଠାକୁରଙ୍କୁ ପଣା ଦିଆଯାଇଥିଲା। ଏହି ଦେବସ୍ଥାନ ଦର୍ଶନ ପାଇଁ ସ୍ନାନ ମଣ୍ଡପରେ ଭକ୍ତଙ୍କ ଭିଡ଼ ଲାଗିଥିଲା। ଠାକୁରଙ୍କ ଦର୍ଶନ ପରେ ପଣା ପାଇବା ପାଇଁ ଭକ୍ତମାନେ ବ୍ୟାକୁଳ ହୋଇ ଉଠିଥିଲେ। ପୂଜା କମିଟି ପକ୍ଷରୁ ସମସ୍ତ ଭକ୍ତଙ୍କୁ ପ୍ରସାଦ ଓ ପଣା ଦିଆଯାଇଥିଲା। ତିନି ଠାକୁରଙ୍କ ରୀତିନୀତି ସରିବା ପରେ ମଧ୍ୟାହ୍ନରେ ପୂଜକ ଓ ଦଇତାପତିମାନେ ଅଣସର ଘରକୁ ପହଣ୍ଡି ବିଜେ କରି ପାଛୋଟି ନେଇଯାଇ ସେଠାରେ ବିଧିବିଧାନ ଅନୁସାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ଥାପନ କରିଥିଲେ। ଦିନ ତମାମ ମନ୍ଦିର ପରିସର ଓ ସ୍ନାନ ମଣ୍ଡପ ନିକଟରେ ଜୟ ବଜରଙ୍ଗ କୀର୍ତ୍ତନ ଦଳଙ୍କ ପକ୍ଷରୁ ସଂକୀର୍ତ୍ତନ ଓ ଭଜନ ସମାରୋହର ଆୟୋଜନ କରାଯାଇଥିଲା। ଠିକ୍ ସେହିପରି କୋରକୁଣ୍ଡା ସ୍ଥିତ ତମସା ଶ୍ରୀକ୍ଷେତ୍ର, ମୋଟୁ, କାଲିମେଳା, MV-79 ପଡ଼ିଆ, ମାଥିଲି, ଗୋବିନ୍ଦପାଲି, ବାଲିମେଳା, ଚିତ୍ରକୋଣ୍ଡାଠାରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଦେବସ୍ଥାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ପାଗ ଅନୁକୂଳ ଥିବାରୁ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀବିଗ୍ରହଙ୍କ ସ୍ନାନଯାତ୍ରା ଦର୍ଶନ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।